ଶ୍ରେଣୀର ପ୍ରଥମ ପିଲାମାନେ ସାଧାରଣ ଟିକେ ଗର୍ବ କରନ୍ତି। ଜଣେ ଶିକ୍ଷକ ଗୋଟେ କ୍ଲାସ୍ର ପ୍ରଥମ ପିଲାକୁ ଡାକିଲେ, କହିଲେ ଯେ 2 ଜଣ ପିଲା, ଜଣେ ପ୍ରତ୍ୟେକ ଦିନ 2 ଘଣ୍ଟା ପରିଶ୍ରମ କରୁଛି, ଆଉ ଜଣେ କିଛି ପରିଶ୍ରମ କରୁନି, ତ କାଲି ପରୀକ୍ଷା କିଏ ପଢ଼ିବା ଦରକାର? ପିଲାଟି କହିଲା, ସାର୍ ଯିଏ ପଢ଼ିନି ସିଏ ପଢ଼ିବା ଦରକାର। ସାର୍ କହିଲେ, ତାର ତ ଅଭ୍ୟାସ ନାହିଁ, ସେ କେମିତି ପଢ଼ିବ? ପିଲାଟି କହିଲା, ହଁ ଠିକ୍ କଥା, ତ ସାର୍ ଯିଏ ପଢ଼ୁଛି ସିଏ ପଢ଼ିବା ଦରକାର। ସାର୍ ପୁଣି କହିଲେ, ଆରେ ସେ ତ ପଢ଼ିକି ସବୁ ଶେଷ କରିଦେଇଛି, ବର୍ଷ ସାରା ସେ ପଢ଼ୁଛି ନା, ତ ସବୁ ଶେଷ କରିଦେଇଛି, ତ କିଏ ପଢ଼ିବା ଦରକାର? ପିଲାଟି କହିଲା, ସାର୍ ଆପଣ ଯାହା କହିଲେ ତ ଆପଣ କାଟି ଦେଉଛନ୍ତି, ଆଉ ତ କ'ଣ କହିବି ଆଉ? ତାପରେ କହିଲା, ସାର୍ 2 ଜଣ ଯାକ ପଢ଼ିବା ଦରକାର। ଶିକ୍ଷକ କହିଲେ, ସିଏ ତ ବର୍ଷ ସାରା ପଢ଼ିନି, ତେଣୁ ତା'ର ଅଭ୍ୟାସ ନାହିଁ, ସେ ଦିନେ ପଢ଼ିଦେଲେ କ'ଣ କରିଦେବ? ଆଉ ଇଏ ବର୍ଷ ସାରା ପଢ଼ିଛି, ଆର ଅଭ୍ୟାସ ଅଛି, ତେଣୁ ଇଏ ବି ନ ପଢ଼ିଲେ ଚଳିବ। ତେଣୁ ପିଲାଟି କହିଲେ, ଏବେ କହ କିଏ ପଢ଼ିବ? ପିଲାଟି କହିଲେ, ନାଇଁ ସାର୍ ମୁଁ କହିପାରିବି ନାହିଁ। ଶିକ୍ଷକ କହିଲେ, 2 ଜଣ ଯାକ କେହି କିଛି ପଢ଼ିବା ଆବଶ୍ୟକ ନାହିଁ, କାହିଁକି ନା ସେ ବର୍ଷ ସାରା ପଢ଼ୁଛି, ତ ତା'ର ଆଜି ନ ପଢ଼ିଲେ ବି ଚଳିବ, କାରଣ ସେ ବର୍ଷ ସାରା ସବୁ ପାଠ ପଢ଼ି ଦେଇଛି। ଆଉ ସେ ବର୍ଷ ସାରା ପଢ଼ିନି, ଦିନେ ଏକରେ ପଢ଼ିଲେ କ'ଣ ସବୁଯାକ ପାଠ ଶେଷ କରିଦେବ ଗୋଟେ ବହିର? ତେଣୁ ପ୍ରତ୍ୟେକ ଦିନ ଅଭ୍ୟାସ କରିବା ଦ୍ୱାରା ପରୀକ୍ଷାର କିଛି ଦିନ ପୂର୍ବରୁ ତମେ ପଢ଼ିଲେ ଚଳିବ, ନ ପଢ଼ିଲେ ବି ଚଳିବ।